ରାଜପଥର ବେଆଇନ ଭାବେ ଭାରୀ ମୋଟର ଯାନ ପାର୍କିଂ ଯୋଗୁଁ ହେଉଥିବା ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥ ନିକଟରେ ଟ୍ରକ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ 280 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁପ୍ରଶିକ୍ଷିତ ଓ ଉତ୍ତମ ଡ୍ରାଇଭର ସୃଷ୍ଟି କରିବା ଲକ୍ଷ୍ୟ ନେଇ ଯାଜପୁରର ଛତିଆ, ଗଞ୍ଜାମର ପାଲୁର, କେନ୍ଦୁଝର ଓ ସୁନ୍ଦରଗଡ଼ର ବଣାଇଠାରେ ଥିବା ଆଦର୍ଶ ଗାଡ଼ି ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସୁଭାଗ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାଖାପାଖି 60,000 ଡ୍ରାଇଭରଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଏଥିପାଇଁ 60 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଟେକ୍ନୋଲୋଜି ଚାଳିତ ବ୍ୟବସ୍ଥା ମାଧ୍ୟମରେ ଆଶାୟୀ ଚାଳକଙ୍କର ଦକ୍ଷତା ପରୀକ୍ଷା ଏବଂ ଗାଡ଼ିର ଫିଟନେସ୍ ଟେଷ୍ଟ କରିବାକୁ ଯୋଜନା କରାଯାଇଛି। ରାଜ୍ୟରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଏବଂ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ଚଳିତ ବର୍ଷ 170 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି।